ଇନ୍ଦ୍ରଙ୍କ ରାଜପଦ। ଈଶ୍ୱର ଦେବତାମାନଙ୍କୁ ସୃଷ୍ଟି କରିସାରିଲା ପରେ ଦେବତାମାନଙ୍କ ମଧ୍ୟରେ ବିବାଦ ଚାଲିଲା। କିଏ ସେମାନଙ୍କ ଭିତରୁ ରାଜା ହେବ। ସ୍ୱର୍ଗ ରାଜ୍ୟ ସୃଷ୍ଟି କରି ପୁଣି ସେଥିରେ ବସବାସ କରିବା ପାଇଁ ଦେବତାମାନଙ୍କୁ ସୃଷ୍ଟି କରି ରାଜ୍ୟ ବୁଝିବା ପାଇଁ ଜଣେ ରାଜା ଆଉ ଈଶ୍ୱର ସୃଷ୍ଟି କଲେ ନାହିଁ। କାରଣ ରାଜା ହେବାର ଯୋଗ୍ୟତା ହାସଲ କରିବାକୁ ହୁଏ ତାକୁ ଈଶ୍ୱର ଦେଇପାରନ୍ତି ନାହିଁ। ଦେବତାମାନଙ୍କ ଭିତରେ ସମସ୍ତେ ବାହାରିଲେ ରାଜା ହେବା ପାଇଁ। ପବନ କହିଲେ, ମୁଁ ମନ କଲେ ଦୁନିଆ ଯାକ ଉଡ଼େଇ ଦେଇପାରିବି, ତେଣୁ ମୁଁ ରାଜା ହେବି। ଅଗ୍ନି କହିଲେ, ମୁଁ ମନ କଲେ ଦୁନିଆକୁ ଜାଳି ପୋଡ଼ି ପାଉଁଶ କରିଦେଇପାରିବି, ତେଣୁ ମୁଁ ରାଜା ହେବି। ବରୁଣ କହିଲେ, ମୁଁ ମନ କଲେ ଦୁନିଆକୁ ପାଣିରେ ଭସାଇ ଦେଇପାରିବି, ତେଣୁ ମୁଁ ରାଜା ହେବି। ଏପରିକି ଛୋଟ ବଡ଼ ସବୁ ଦେବତା ନିଜ ନିଜର କ୍ଷମତା ଗର୍ବରେ ରାଜା ହେବା ପାଇଁ ବାହାରିଲେ। ଈଶ୍ୱର ଦେଖିଲେ ଯେ ଏମାନଙ୍କ କ୍ଷମତା ବଳରେ ରାଜା ହେବା ପାଇଁ ବିବାଦ କରି ସ୍ୱର୍ଗପୁରକୁ ଛାରଖାର କରିଦେବେ। ଏମାନଙ୍କ ଭିତରୁ ପ୍ରକୃତରେ ଯେ ରାଜା ହେବାର ଯୋଗ୍ୟ ସେୟାକୁ ରାଜା କରିବାକୁ ପଡ଼ିବ। ଏପରି ଭାବି ଈଶ୍ୱର ସବୁ ଦେବତାମାନଙ୍କୁ ଡକାଇ ବୁଝାଇଲେ ଯେ ରାଜାର ଯୋଗ୍ୟତା କ୍ଷମତା ନୁହେଁ। ସମସ୍ତଙ୍କୁ ନେଇ ଚଳିବା ଓ ଅତି ଜରୁରୀ ଅବସ୍ଥାରେ ଖୁବ୍ କମ୍ କ୍ଷମତା ବ୍ୟବହାର କରିବା ହେଉଛି ରାଜାର ଯୋଗ୍ୟତା। ତୁମ ଭିତରୁ କିଏ କି ଭାବରେ ଦୁନିଆକୁ ଚଳାଇ ପାରିବ କୁହ। ଈଶ୍ୱରଙ୍କ ଏକଥା ଶୁଣି ପବନ କହିଲେ, ମୁଁ ତ ଚାରିଆଡ଼େ ପୁଡ଼ି ରହିଛି, ଯିଏ ମନ କରିବି ସେ ମୋ ଠାରୁ ସୁବିଧା ପାଇପାରିବ। ଖାଲି ହାତରେ ଚଳାଇଲେ ମୁଁ ଉପକାରରେ ଆସିବି। ଅଗ୍ନି ଦେବତା କହିଲେ, ମୁଁ ତ ସବୁଆଡ଼େ ଅଛି, ଖାଲି ହାତ ଚଳାଇଲେ ମୁଁ କାମରେ ଆସିବି। ବରୁଣ କହିଲେ, ମୁଁ ତ ସମୁଦ୍ର ପଡ଼ି ରହିଛି, ଯିଏ ମନ କରିବ ସେ ମୋର ସୁବିଧା ପାଇପାରିବ। ଏପରି ସମସ୍ତେ ନିଜ ନିଜର ଯୋଗ୍ୟତା କଥା କହିଲେ। ସବୁ ଶୁଣି ଈଶ୍ୱର ପଚାରିଲେ, ଏ ତ ସବୁ ଭଲ କଥା, ଦୁନିଆର ଉପକାର କରିବା ପାଇଁ ତୁମର ଯୋଗ୍ୟତା ଅଛି, କିନ୍ତୁ ଏସବୁ ଛଡ଼ାଇ ରାଜ୍ୟର ଆଉ ଏକ ଯୋଗ୍ୟତା ଆବଶ୍ୟକ। ଯାହାର ବେଶୀ ଅଛି ତାଠାରୁ ଆଣି ତାକୁ ପୁଣି ସମାନ ଭାବରେ ପାତର ଅନ୍ତର ନ କରି ସମସ୍ତଙ୍କୁ ବାଣ୍ଟି ଦେବାର ଶକ୍ତି କାହାର ଅଛି କୁହ। ସମସ୍ତେ ଚୁପ୍ ରହିଲେ। ଇନ୍ଦ୍ର କହିଲେ, ସମୁଦ୍ରରେ ବେଶୀ ପାଣି ଅଛି, ସେଠୁ ପାଣି ଶୋଷି ନେଇ ମୁଁ ଦୁନିଆ ସାରା ସମାନ ଭାବରେ ବର୍ଷା କରିଦେବି। ଖାଲ, ଢିପ, ପର୍ବତ, ସମୁଦ୍ର ସମସ୍ତେ ମୋ ବର୍ଷା ପାଣିରେ ପାଇବେ। ପାଣି ତ ହେଉଛି ଜୀବନ ଧାରଣର ଉପାୟ। ସେଇ ଜିନିଷଟିକୁ ମୁଁ କିଛି ପାତର ଅନ୍ତର ନ କରି ଦୁନିଆକୁ ଯୋଗାଇବି। ଏକଥା ଶୁଣି ଈଶ୍ୱର କହିଲେ, ତାହେଲେ ତୁମେ ସ୍ୱର୍ଗର ରାଜା ହେବ। ସମସ୍ତଙ୍କୁ ସମାନ ଭାବରେ ଚଳାଇବା ବୃଦ୍ଧି ତୁମର ଅଛି। ଏକଥାକୁ ଅନ୍ୟ ଦେବତାମାନେ ସ୍ୱୀକାର କଲେ। ତାପରେ ଇନ୍ଦ୍ର ସ୍ୱର୍ଗର ରାଜା ହେଲେ।